ଦଶଟି ସ୍ୱାସ୍ଥ୍ୟକର ବଟିକା ଆତ୍ମଜ୍ଞାନ ଅର୍ଜନ ଆଦର୍ଶ ଓ ଲକ୍ଷ୍ୟ ସ୍ଥିର ରଖି ନିଜ ଉପରେ ଆତ୍ମବିଶ୍ୱାସ ସହ ଶ୍ରଦ୍ଧା ନିଷ୍ଠା ଓ ନିର୍ଭରତା ପୂଜା ପ୍ରାର୍ଥନା ନାମଜପ ଧ୍ୟାନ ବା ଏକାଗ୍ରତା ପ୍ରେମ ଓ ସକ୍ରିୟ ସଦିଚ୍ଛା ସହ ପ୍ରଭୁଙ୍କୁ ଓ ତାଙ୍କ ସମଗ୍ର ସୃଷ୍ଟିକୁ ଭଲ ପାଇବା ସ୍ନେହ ପ୍ରୀତି ଓ ବନ୍ଧୁତାରେ ସମସ୍ତଙ୍କୁ ବାନ୍ଧି ରଖିବା ଖୁସି ଓ ସୁଖୀ ରହି ସବୁବେଳେ ହସ ଓ ଆନନ୍ଦ ଲାଭ କରିବା ଶତ୍ରୁ ଅପକାରୀ ମିତ୍ର ସମସ୍ତଙ୍କ ସଦ୍ଗୁଣକୁ ପ୍ରଶଂସା କରିବା ସେବା କରୁଣା ଉପକାରୀ କର୍ମ ଓ ଜ୍ଞାନାର୍ଜନରେ ବ୍ୟସ୍ତ ରହିବା ଆସ୍ତିବାଚକ ଈଶ୍ୱର ବିଶ୍ୱାସୀ ହୋଇ ତାଙ୍କ ସୃଷ୍ଟି ପ୍ରକୃତିକୁ ଅର୍ଥାତ୍ ଫଳ ପୁଷ୍ପ ପତ୍ର ନଦୀ ପର୍ବତ ତରୁ ତୃଣ ସମସ୍ତଙ୍କୁ ଭଲ ପାଇବା ଯେ ବୃଥାରେ ଯୁକ୍ତିତର୍କ କରନ୍ତୁ ନାହିଁ। ଯାହାର ଯେତେ କମ୍ ଜ୍ଞାନ ଥାଏ ସେ ନିଜ ଜ୍ଞାନକୁ ସେତିକି ଅଧିକ ଦର୍ଶାଇ ହୁଏ। ଯଦି ଆପଣ ଜ୍ଞାନୀ କର୍ମଠ ଓ ବୁଦ୍ଧିମାନ ଅଟନ୍ତି ତେବେ ଆପଣଙ୍କ କାମ ହିଁ ନିଜେ ଆପଣଙ୍କ ପରିଚୟ ହୋଇଥାଏ ତଥା ଆପଣଙ୍କୁ କୌଣସି ବି ସ୍ତର ପର୍ଯ୍ୟନ୍ତ ନେଇଯାଇପାରେ। ଛୋଟ ଛୋଟ କଥାରେ ଯୁକ୍ତି କରି ଏହାକୁ ବଡ଼ କରି ନିଜର ଓ ଅନ୍ୟର ସମୟ ଖରାପ କରନ୍ତୁ ନାହିଁ। ଏହିପରି କଥାରେ ଯେତେ ଯୁକ୍ତି କମ୍ କରିବେ ସେତେ ଭଲ। ଯୁକ୍ତି କରିବା ବେଳେ ସ୍ଥାନ କାଳ ଓ ପାତ୍ର ଦେଖିନେବା ନିହାତି ଉଚିତ। ଅଧିକ ସାପ ଦେଖାଯାଉଥିବା ଦେଶ ସମଗ୍ର ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ଅଧିକ ସାପ ଦେଖାଯାଇଥାନ୍ତି। ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ମେକ୍ସିକୋ। ଏଠାରେ ପ୍ରାୟ 438 ପ୍ରଜାତିର ସାପ ଦେଖାଯାଆନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ଦେଶଟି ହେଲା ବ୍ରାଜିଲ। ଏହି ଦେଶରେ ପ୍ରାୟ 400 ପ୍ରଜାତିର ସାପ ଦେଖାଯାଆନ୍ତି। ହେଲେ ଜାଣିଛନ୍ତି କି ଏହି ତାଲିକାରେ ତୃତୀୟ ସ୍ଥାନରେ ଥିବା ଦେଶଟି ହେଲା ଇଣ୍ଡୋନେସିଆ। ଏଠାରେ 376 ପ୍ରଜାତି ଏବଂ ଆମ ଦେଶ ଚତୁର୍ଥ। ଆମ ଦେଶରେ 300 ପ୍ରଜାତିର ସାପ ଦେଖାଯାଆନ୍ତି। ଏହା ବ୍ୟତୀତ ସର୍ପାଘାତ ମୃତ୍ୟୁ ତାଲିକାରେ ଆମ ଦେଶ ପ୍ରଥମ ସ୍ଥାନରେ ରହିଛି। ଜୟ ଶ୍ରୀ ଜଗନ୍ନାଥ।